ଗୋଟେ ପୁଣି ସମୟ ଆସିଲା ଆମେ ଆଉ ସଭାପତିଙ୍କ ସହିତ ଆଉ ଭେଟ କରିପାରିଲୁନି। ସେତେବେଳେ ମୁଁ ମନ୍ତ୍ରିମଣ୍ଡଳରେ ଥିଲେ ବି ସେତେବେଳେ ଆମମାନଙ୍କୁ ଆଉ ଆକ୍ସେସ ଦିଆଗଲାନି। ଆମେ ନିଜର ସମସ୍ୟାଠୁ ଆରମ୍ଭ କରିକି ଆମର ନିଜର ଅଞ୍ଚଳ ପାଇଁ ବି ଯାହା ବି କିଛି ଥିଲା, ଯାହା ବି ଛୋଟ ମୋଟ ସମସ୍ୟା ଥାଏ ଆମେ ଯୋଉଟା ଆଲୋଚନା କରିପାରୁଥିଲୁ ସେଗୁଡା ବି ହେଇପାରିଲାନି। ତାପରେ ମଝିରେ ଗୋଟେ ଇନସିଡେଣ୍ଟ କରିଲେ କଣ ନା, ଆମର ପଞ୍ଚାୟତ ଇଲେକ୍ସନ ପୂର୍ବରୁ ଜଣେ ବ୍ୟକ୍ତିକୁ ଆଣିକି ନା ଆମ ଦଳରେ ମିଶେଇଲେ, ଯିଏକି 2014 ମସିହାରେ କଂଗ୍ରେସରୁ ଠିଆ ହେଇଥିଲେ, ସେଠି ସିଏ ବିଜୁ ଜନତା ଦଳ ହରେଇଲା। ତାପରେ ପୁଣି 19ରେ ସେ ଠିଆ ହେଲେ ବିଜେପିରୁ, ତାଙ୍କୁ ବି ବିଜୁ ଜନତା ଦଳ ହରେଇଲା। ଯେବେଠୁ ବିଜୁ ଜନତା ଦଳ ତିଆରି ହେଇଛି 5ଟା ଟର୍ମରେ ତେଲୁଗୁ ନିର୍ବାଚନ ମଣ୍ଡଳୀ ସଦାବେଳେ ବିଜୁ ଜନତା ଦଳର ହିଁ ରହିଛି। କିନ୍ତୁ ସେଇ ସମୟରେ ଆମେ ବୁଝିପାରିଲୁନି ଯେ ସେଇ ଯିଏ ଦି ଥର ହାରିଛନ୍ତି ତାକୁ ଆଣିକିନା ପଞ୍ଚାୟତ ଇଲେକ୍ସନ ପୂର୍ବରୁ ଜଏନ କରିବାର ମାନେ କଣ ଥିଲା। ଦଳ ତ ଜିତୁଛି, କିନ୍ତୁ ଯେତେବେଳେ ଆଣିଲେ, ସେ ଆଣିଲା ପରେ ସେତେବେଳେ ପୁଣି ଗୋଟେ ପାରାଲାଲ ଆଉ ଗୋଟେ ସଂଗଠନ ପୁଣି ତିଆରି ହେବା ଆରମ୍ଭ ହେଇ ଚାଲିଲା। ତ ଦଳ ଭିତରେ ଗୋଟେ ଫ୍ରାକ୍ସନ ଧୀରେ ଧୀରେ ହେଇଗଲା। ଆମେ ତା ବିଷୟରେ ଅନେକ ଜାଗାରେ କହିବା ପାଇଁ ଚାହିଁଛୁ, କିନ୍ତୁ ସେଗୁଡା ସବୁଥିରେ ଇଗ୍ନୋର କରା ହେଇଗଲା। ତ ଧୀରେ ଧୀରେ ମୁଁ ଦେଖିଲି ଯେ ନାଇଁ, ଆଉ ମାନେ ଯୋଉ ଆମର ଯୋଉ ଦଳ ଭିତରେ ଯୋଉ ୟୁନିଟି ଥିଲା, କି ଆମର ଯୋଉ ଆମେ ଯୋଉଟାକୁ ଗୋଟେ ଶୃଙ୍ଖଳିତ ବାତାବରଣ ଥିଲା, ସେ ବି ଆଉ ରହିଲାନି। ସେଥିପାଇଁ ଆଉ ଇଚ୍ଛା ହେଲାନି ଯେ ନାଇଁ ଆଉ ରହିବାନି, କାହିଁକି ଆଉ। ସେଥିପାଇଁ ମୁଁ ସେଇ ସମୟରେ ମୋ ରେଜିଗ୍ନେସନ ଟି ଦେଇଦେଇଛି। ଆଜ୍ଞା 5 ମାସ ପାଖାପାଖି ହେଲାଣି, ଅକ୍ଟୋବର ମାସ ଯଦି କହିବା 4-5 ମାସ ହେଲାଣି। ଏବେ କଣ ଆପଣ ଏକ୍ସପେକ୍ଟ କରୁଥିଲେ 5 ମାସ ପରେ, ଯେହେତୁ ନାଇଁ, ଜଣେ ମୁଁ ଏକ୍ସପେକ୍ଟ କିଛି ନଥିଲି। ଦେଖନ୍ତୁ, ଏଟା ଗୋଟେ ଦଳର, ଆମର ବିଜୁ ଜନତା ଦଳର ମୁଁ ଗୋଟେ ଶୃଙ୍ଖଳିତ କର୍ମୀ। ଏଟା ଆମ ଘରର ଆଭ୍ୟନ୍ତରୀଣ କଥା ଥିଲା, ଆମ ଘର ଭିତର ଡିସ୍କସନ ଏଗୁଡା ସବୁତିକ। ଦଳ ଭିତରେ ଆମର ଏହା ସବୁ ପ୍ରତ୍ୟେକ ଦଳରେ ଅଛି। ମୁଁ ଖାଲି କହୁନି ଯେ ବିଜୁ ଜନତା ଦଳରେ ଅଛି, ପ୍ରତ୍ୟେକ ଦଳରେ ତାଙ୍କ ଭିତରେ ସବୁ ଜିନିଷ ଥାଏ। ସେଟାକୁ ମ୍ୟାନେଜ କରାଯାଏ। ତାକୁ ପୁଣି ମାନେ ୱାର୍କର୍ସ ମାନେ ହୁଅନ୍ତୁ, କି ଆମର ଯୋଉମାନେ କର୍ମକର୍ତ୍ତା ରୁହନ୍ତି, ଯୋଉମାନେ ଦଳର ନେତୃତ୍ୱ ନିଅନ୍ତି, ତାଙ୍କ ଭିତରେ ବସିକି ଆଲୋଚନା କରାଯାଏ। ତ ମୁଁ ବି ଆଶା କରିଥିଲି, ହଁ ଠିକ ଅଛି, ସେଇଥିପାଇଁ ହିଁ ଏଟା ଏକ୍ସପୋଜ କରାହଉନି, କାହିଁକିନା ଯେହେତୁ ଏଟା ମୋର ଆଜ ଏ ଶୃଙ୍ଖଳିତ କର୍ମୀ ହିସାବରେ ମୁଁ ମୋର ଦଳର ସଭାପତି ଆଉ ସାଂଗଠନିକ ସମ୍ପାଦକ, ସେ 2 ଜଣଙ୍କୁ ମୁଁ ମୋର ମେଲ କରିଥିଲି ଯେ ଆଇ ଏମ୍ ରିଜାଇନିଂ ଫ୍ରମ ଦ ପ୍ରାଇମେରୀ ମେମ୍ବରସିପ ଅଫ ମାଇ ପାର୍ଟି।